ସାଙ୍ଗମାନେ ଦେଖନ୍ତୁ ଆଜି ହେଉଛି ବିନା ତେଲରେ ମୁଁ ଆଜି ତଡ଼କା ତିଆରି କରୁଛି। ଦେଖନ୍ତୁ କେଉଁମାନେ ବିନା ତେଲରେ ତଡ଼କା ତିଆରି କରିଛନ୍ତି ସେମାନେ କମେଣ୍ଟ ବକ୍ସରେ କମେଣ୍ଟ କରି କହିବେ। ଖାଲି ପାଣିରେ ମୁଁ ଆଜି ତଡ଼କା କରିଛି, ସେଥିପାଇଁ ପ୍ରେସର କୁକର ମାନେ ପୋଡ଼ିଗଲା ସାଇଡ଼ରୁ, ଯେହେତୁ ବିନା ତେଲରେ ଯେହେତୁ ହେଇଛି ସେଥିପାଇଁ ପୋଡ଼ିଗଲା। ତାପରେ ମୁଁ ତଡ଼କାକୁ ତାପରେ ପକାଇଦେଲି, ତାପରେ ଗୋଳେଇବାରେ ଲାଗିଲି। ତାପରେ ତଡ଼କା ମସଲା ଯଦି ଥିବ ଆପଣ ପକାଇ ପାରିବେ। ତଡ଼କା ମସଲାକୁ ମୁଁ ତାପରେ ପକାଇ ଦେଇଥିଲି। ତଡ଼କା ମସଲା ଗୋଳେଇ ସାରିଲା ପରେ ଯଦି ଆପଣଙ୍କ ପାଖରେ କସ୍ତୁରୀ ମେଥି ଥିବ ଭଲ ଫ୍ରେଶ୍ ବାଲା, ଆପଣ ତାକୁ ଚାହିଁଲେ ବି ପକାଇ ପାରିବେ। ପକାଇଲେ ବହୁତ ବଢ଼ିଆ ଲାଗିବ। ତେଜପତ୍ର ଗୋଟେ ପକାଇବେ। ତାପରେ କିଛି ସମୟ ସେ ମସଲାଟା ତା ଭିତରେ ସିଝିଲା ପରେ ମାନେ ପାଣି ଦେଇଦେବି। ପାଣି ଦେଇକରି ଗୋଳେଇ ଦେଲି। ଗୋଳେଇ ସାରିଲା ପରେ ତାପରେ ରୁଟି ତିଆରି କଲି। ଘରେ ରହିଲେ ଏହି କାମ ହିଁ ସବୁଦିନ ଆମକୁ ଡେଲି କରିବାକୁ ପଡ଼ିବ। ରାତିରେ କର ରୋଷେଇ, ସକାଳେ କର ରୋଷେଇ, 24 ଘଣ୍ଟା ଖାଲି ରୋଷେଇରେ ଦିନ ଯିବ।